ସମସ୍ତ ଦାଦା ଓ ମାମାଙ୍କର ଆନ୍ତରିକ ଜୟଗୁରୁ। ଆଜ୍ଞା ଜୟଗୁରୁ ଆପଣ ସମସ୍ତଙ୍କର ଆନ୍ତରିକ ଜୟଗୁରୁ 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 ମାନଙ୍କୁ ମୋର ସମସ୍ତ ଆନ୍ତରିକ ଜୟଗୁରୁ। ଜୟଗୁରୁ ଆଜ୍ଞା ଜୟଗୁରୁ ସମସ୍ତଙ୍କୁ ଆନ୍ତରିକ ଜୟଗୁରୁ ସମସ୍ତଙ୍କୁ ଜୟଗୁରୁ 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 ସମସ୍ତଙ୍କର ଆନ୍ତରିକ ଜୟଗୁରୁ। ବର୍ତ୍ତମାନ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମର ସମୟ ହେଇଛି। ଆମ ସହିତ ଉପସ୍ଥିତ ରହିଛନ୍ତି ଆମର ଆଜିର ଅତିଥି ବକ୍ତା ଡକ୍ଟର ରମାକାନ୍ତ ମିଶ୍ର, ପ୍ରଫେସର ଇନ୍ ବଟନୀ ଭୁବନେଶ୍ୱର। ଆମ ସହିତ ଉପସ୍ଥିତ ରହିଛନ୍ତି ପଣ୍ଡିତ ବିଜୟ କୁମାର ଆଚାର୍ଯ୍ୟ ଦାଦା, ଏସପିଆର ସତ୍ସଙ୍ଗ ବିହାର କେନ୍ଦ୍ରାପଡ଼ା। ଆଉ କିଛି ସମୟ ପରେ ରମାକାନ୍ତ ଆସିବେ। ରମାକାନ୍ତ ଆସିନାହାନ୍ତି ପର୍ଯ୍ୟନ୍ତ। ରମାକାନ୍ତ ମିଶ୍ର ଜୟଗୁରୁ ଶିବାଦା ଜୟଗୁରୁ ଢେଙ୍କାନାଳ। ଜୟଗୁରୁ ଦାଦା ଜୟଗୁରୁ ଜୟଗୁରୁ ଦାଦା ଜୟଗୁରୁ। ଆଜ୍ଞା ବର୍ତ୍ତମାନ ପ୍ରଶ୍ନ ପଚାରନ୍ତୁ। ପ୍ରଥମେ ହାତ ଟେକିଛନ୍ତି ପ୍ରଶ୍ନ ପଚାରିବା ପାଇଁ ଲିପିକା ମା ଭୁବନେଶ୍ୱର। ମା ପ୍ରଶ୍ନ ପଚାରନ୍ତୁ। ଜୟଗୁରୁ ମା, ଆପଣମାନେ ସମସ୍ତଙ୍କୁ ମୋର ଆନ୍ତରିକ ଜୟଗୁରୁ ଜୟଗୁରୁ। ଲିପିକା ମା ଭୁବନେଶ୍ୱର ପ୍ରଶ୍ନ ପଚାରନ୍ତୁ। ହ୍ୟାଲୋ ଲିପିକା ମା ହ୍ୟାଲୋ ଲିପିକା ମା ଲାଇନରେ ଅଛନ୍ତି? ଆପଣ ଅଡିଓ ଅନ୍ କରନ୍ତୁ, ପ୍ରଶ୍ନ ପଚାରନ୍ତୁ। ନାହାନ୍ତି। ନଳିନ ଜେନା, ଶ୍ରୀମତୀ ନଳିନ ଜେନା ଭୁବନେଶ୍ୱର। ଦାଦା ଜୟଗୁରୁ ଜୟଗୁରୁ ସରି ସମସ୍ତଙ୍କୁ ପ୍ରଣାମ। ଦାଦା ଜୟଗୁରୁ 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 ପଚାରନ୍ତୁ। ସରି ଦାଦା କୋଶ୍ଚିନ୍ ଥିଲା। ସମସ୍ତଙ୍କୁ ପ୍ରଣାମ। ଦାଦା ଆଜି ପାଇଁ ସମସ୍ତଙ୍କୁ ଶୁଭେଚ୍ଛା ମଧ୍ୟ। ଆଉ ବଡ ଦୁଃଖର ଦିନ ଗୋଟିଏ ଥିଲା ତ, ତେଣୁ କରିକି ଆଉ ଶୁଭେଚ୍ଛା ଟା ଠିକ ସେ ଦେଇପାରୁନି, ବି ଅଧା ଅଧାରେ ରହିଯାଉଛି। ଆଉ ଦାଦା ଯୋଉ ବାଗଦେବୀଙ୍କ ଉପରେ ଆମର ଆଲୋଚନା ହଉଥିଲା, ମାନେ ଆମର ବାଗଦେବୀଙ୍କ କୃପାରୁ ବାକ୍ ସଂଯମ, ବାକ୍ ସିଦ୍ଧି ଏଇ ସବୁ ଆସିଥାଏ। ତ ପ୍ରଥମେ ତ ବାକ୍ ଉପରେ ନିୟନ୍ତ୍ରଣ ରଖିବା ନିହାତି ଜରୁରୀ, କାରଣ ୟା ଦ୍ୱାରା ହିଁ ବହୁତ କିଛି ଗଣ୍ଡଗୋଳ ହୁଏ, ଭଲ ଜିନିଷ ବି ଶାନ୍ତି ବି ସ୍ଥାପିତ ହୁଏ। ୟା ଉପରେ ହିଁ ସବୁ ଜିନିଷ ନିର୍ଭର କରେ। ତେବେ ଆମେ ସବୁ ଆମେ ଦୈନନ୍ଦିନ ଜୀବନରେ ତାକୁ ଇମ୍ପ୍ଲିମେଣ୍ଟ କରିବା କଥା, ଠାକୁରଙ୍କ କୁହା ଆଉ ଯାହାବି ଆମକୁ ସବୁ ଦିଆଯାଇଛି। ତ ଆମେ କଲା ବେଳେ କଣ କରୁଛେ ନା, ଧରନ୍ତୁ ଆଗେ ମୁଁ ମୋରି ଉପରେ ପକେଇକି କହୁଛି ଦାଦା। ଧରନ୍ତୁ ଗୋଟେ ମୋର ପୋଜିସନ ଗୋଟେ ଦିନ ଥିଲା, ମୁଁ ସେତେବେଳେ କଥା ମୋର ପାଟି ଖୋଲୁ ନଥିଲା, ମାନେ ମୁଁ କହିବି ପାରୁନଥିଲି, ମୋର ଏତିକି ହାଇସିୟତ ବି ନଥିଲା ବୋଲି ଭାବୁଥିଲି। ତ ଧୀରେ ଧୀରେ ମୋର ଗୋଟେ ପୋଜିସନ ଆସିଲା, ଯେତେବେଳେ ମୋ କଥା 5ଟା 10ଟା 500 ଲୋକ ମାନେ ଶୁଣିବେ ଏବଂ ତା ଦ୍ୱାରା ମାନେ କିଛି ବି ପ୍ରେରଣା ପାଇବେ। ସେତେବେଳେ କଣ ହଉଛି ନା, ମୋ ମନରେ ଗୋଟେ ଅହଙ୍କାର ଭାବ ଆସୁଛି, ବା ମୁଁ ମୋର ଅଜ୍ଞାନତା ବଶତଃ ହଉ, କୌଣସି କାରଣର ହଉ, ଏମିତି ରକମର ଗୋଟେ ଶବ୍ଦକୁ ଗୋଟେ ଇନ୍ଆପ୍ରୋପ୍ରିଏଟଲି, ମାନେ ଯୋଉ ଜାଗାରେ ସେ ଶବ୍ଦଟା ଲଗେଇବା କଥା ନୁହଁ, ସେ ଶବ୍ଦଟା ଲଗେଇକି ଏମିତି କହିଦଉଛି, ତ ଡେଫିନେସନ ଟା ସେଇ ଅନୁସାରେ ଚେଞ୍ଜ ହେଇ ଚାଲିଛି। ଧରନ୍ତୁ ମୁଁ ଗୋଟେ ଜାଗାରେ 5ଟା ବେଳେ ପହଞ୍ଚିବାର ଥିଲା। ଆଜ୍ଞା ଦାଦା ସେଠି ମୋର ଧରନ୍ତୁ 2 ମିନିଟ ଲେଟ୍ ହେଇଗଲା। 2 ମିନିଟ ବେଶୀ ନାହିଁ, 2 ମିନିଟ ଲେଟ୍ ହେଇଗଲା। ମୁଁ ପହଞ୍ଚିବା ପରେ 2 ମିନିଟରେ ମଧ୍ୟ ମତେ ଆଉ ଗ୍ରହଣ କରାଗଲା ନାହିଁ, କାହିଁକି ନା ମୁଁ ଟାଇମରେ ପଙ୍କ୍ଚୁଆଲି ପହଞ୍ଚି ପାରିଲି ନାହିଁ। ସେଠି ମତେ ଆଡ୍ରେସ କରାହେଲା ଯେ ମୁଁ ହଉଛି କଥା ଦେଇ କଥା ନ ରଖିଥିବା ଲୋକ, ଦ୍ୱନ୍ଦୀ ବୃତ୍ତି ଅଛି। ଏଇ ଟାଇପର ସବୁ ଠାକୁରଙ୍କର ବାଣୀ ଗୁଡିକର ଯୋଉ ଶବ୍ଦ ଗୁଡିକ ଏଇଠି ୟୁଜ କରାଗଲା ଧରନ୍ତୁ। ତେବେ ସେଇ କ୍ଷେତ୍ରରେ ଯିଏ ବି ୟୁଜ କଲେ, ସିଏ ହଉଛନ୍ତି ଜଣେ ବହୁତ ଜ୍ଞାନୀ ଗୁଣୀ ଜଡିଆ ଶୁଣିଆ ଲୋକ ଧରନ୍ତୁ। ତେବେ ତାଙ୍କ ଦ୍ଵାରା ଯୋଉ ଶବ୍ଦଟା ୟୁଜ ହେଲା, ଅନ୍ୟମାନେ ମଧ୍ୟ ତାକୁ ଫଲୋ କରିବେ, ସେଇଆ ଡେଫିନେସନ ବୋଲି ଭାବିବେ। ତେବେ ଦାଦା ଏଠି କଣ ହେଲା, ଇନ୍ଆପ୍ରୋପ୍ରିଏଟ ଶବ୍ଦ ୟୁଜ କରିବା ଦ୍ଵାରା ଯୋଉ କାମଟା ହେଲା, ନେଗେଟିଭ ହେଲା, ତାର ପାପ ଫଳ କିଛି ଭୋଗ କରିବାକୁ ପଡିବ ନା ନାଇଁ? ୟାର ଉପରେ ଦାଦା ଟିକେ ପ୍ରଶ୍ନର ଉତ୍ତର ହିସାବରେ ଟିକେ ଆଲୋଚନା ରଖିବେ ବିଶଦ ଭାବେ। ଜୟଗୁରୁ ଦାଦା। ଡକ୍ଟର ରମାକାନ୍ତ ମିଶ୍ର, ଏଠି ଭଲ ପ୍ରଶ୍ନଟି ଆସିଛି, ଆପଣ ତ ଶୁଣୁଥିବେ, ମୁଁ ଆଉ କିଛି କହିବିନି। ଜୟଗୁରୁ। ମୁଁ ପ୍ରଶ୍ନ ଶୁଣି ପାରିନି, ମୁଁ ଫୋନ କଲରେ ଥିଲି। କଣ ପ୍ରଶ୍ନଟା କରନ୍ତୁ ଆଉଥରେ। ପ୍ରଶ୍ନଟା ହଉଛି ତାଙ୍କର, ଦିନେ ଥିଲା କିଛି କହିପାରୁନଥିଲେ, ଏବେ ଭଗବାନଙ୍କ ଆଶୀର୍ବାଦରୁ ବା ମା ଦେବୀ ଠାକୁରଙ୍କ ଆଶୀର୍ବାଦରୁ ସେ ଆଜି କହିପାରୁଛନ୍ତି। ସେ ଗୋଟେ ଜାଗାକୁ, ସେ ଲାଷ୍ଟ ଏଣ୍ଡିଂ ଟା କହିଛନ୍ତି, ଗୋଟେ ଜାଗାକୁ ତାଙ୍କର ଯୋଉ ସମୟରେ ଯିବା କଥା 2 ମିନିଟ ବିଳମ୍ବରେ ଯାଇ ପହଞ୍ଚିଲେ। ତାଙ୍କୁ ଜଣେ ବ୍ୟକ୍ତି ଯିଏ ବି ସେ ଜାଗାରେ ଥିଲେ ଦାୟିତ୍ୱରେ, ସେ କହିଲେ ଏ ଗୋ ବିଟୁଇନ କରୁଛନ୍ତି, ମାନେ ଯେହେତୁ ଠିକ ସମୟରେ ପହଞ୍ଚି ନାହାନ୍ତି। ସେ କହିବା କଥା ଯେ ଏଭଳି ଯୋଉ କଥାଟି କହିଲେ, ସେଥିପାଇଁ ସିଏ ଏଇଟା ମୋ ଭୁଲ ଯୋଗୁଁ ମୁଁ ଦଣ୍ଡ ପାଇବି, ନା ସେଇଟା ଯୋଉ 2 ମିନିଟ ତ ପହଞ୍ଚି ସିଏ ଦଣ୍ଡ ପାଇବେ?
ନା କିଏ ଏଠି ଦଣ୍ଡ ପାଇବ, କିଏ ଭାଗିଦାରୀ ହବ? ଶୁଣନ୍ତୁ, ଜଣେ 2 ମିନିଟ ବିଳମ୍ବରେ ପହଞ୍ଚୁ କି 50 ମିନିଟ ବିଳମ୍ବରେ ପହଞ୍ଚୁ, ଯିଏ କଟୁକ୍ତି ସମାଲୋଚନା କଲା, ସମସ୍ତଙ୍କ ସାମ୍ନାରେ ଅଭଦ୍ରାମୀ କଲା, ସେ ଅଭଦ୍ର ଲୋକକୁ ଆଗ ଦଣ୍ଡ ମିଳିବ। କାରଣ ସେ ଯିଏ ତ ମାନେ ଲେଟ୍ କଲା, ସେଟା ତ ଅଲଗା ଲୋକ ଜାଣି ନାହାନ୍ତି। ତାର ସେଇ ଟାଇମ ରେ ପହଞ୍ଚିବାର ଥିଲା, ଲେଟ୍ କରିବାର ଥିଲା, ସେଟା ଅଲଗା ଲୋକ ଜାଣି ନାହାନ୍ତି। କିନ୍ତୁ ଅଲଗା ମାନଙ୍କ ସାମ୍ନାରେ ନିଜକୁ ବଡ କରିବାକୁ ଯାଇ, ନିଜର ବାହାଦୁରୀ ଦେଖେଇବାକୁ ତଥାକଥିତ ବେଶୀ ଭାଷଣ ଦଉଥିବା କୁହା ମୁଣ୍ଡା କପିଳା ଲୋକ, ଯିଏ ଅଲଗା ମାନଙ୍କ ଆଗରେ ଛୋଟ କରିବା ପାଇଁ ବଡ ପ୍ରମାଣିତ କରିବାକୁ ନିଜକୁ ଚେଷ୍ଟା କଲା, ସେଇ ଲୋକ ହିଁ 100 କର୍ମଫଳରେ ଭାଗି। ଆଉ ସବୁଠୁ ବଡ କଥା ହଉଛି, କଥା ଦେଇ କଥା ନ ରଖିବା ଯୋଉ ଆରୋପ ସେ ଲୋକଟି ଲଗେଇଲା, ସେଇଟା ସମ୍ପୂର୍ଣ୍ଣ ବୃଥାମୂଳକ, ମାନେ ବୃଥା। ଆଉ ସେଇ ପ୍ରକାର କପଟି ଲୋକକୁ କଣ ଦଣ୍ଡରେ ଦଣ୍ଡିତ ମିଳିବ? ଏଇ ପ୍ରକାରର ବାକ୍ୟ ଯୋଉମାନେ କରନ୍ତି, ପରପର ସମୟରେ ସେମାନେ ମୂକ ଆଉ ବଧିର ହିଁ ଜନ୍ମନ୍ତି। ଆଉ ଗୋଟେ କଥା, ଯୋଉମାନେ ଠାକୁରଙ୍କର କଥା, ଠାକୁରଙ୍କର ମାନେ କୌଣସି ବି କଥା, ଏନି ଫ୍ୟାକ୍ଟ ଆପଣ କ୍ଲାସରେ ପଢାନ୍ତୁ, ଠାକୁରଙ୍କର କଥା କୁହନ୍ତୁ, କିଛି ପ୍ରବଚନ ଦିଅନ୍ତୁ, କିଛି ବି ଡାଟା ଯଦି ଆପଣ ଭୁଲ ରିପ୍ରେଜେଣ୍ଟ କରୁଛନ୍ତି ଆଉ ଲୋକଙ୍କୁ ମିସଗାଇଡ କରୁଛନ୍ତି, ସେ ଡାଟାଟା ସେଇଆ ନୁହେଁ, ଭୁଲ ମାନେ ପୁରେଇ ଲୋକଙ୍କ ମୁଣ୍ଡଟାକୁ ଭୁଲ କରିଦେଲେଣି, ତାହେଲେ ତାର କର୍ମଫଳ ସ୍ୱରୂପ ବି ପର ସମୟରେ ମୂକ, ବଧିର, ଏମିତି କି ହୀନମନ୍ୟତାର କମ୍ପ୍ଲେକ୍ସ, ଅନ୍ୟମନସ୍କତାର କମ୍ପ୍ଲେକ୍ସ ମଧ୍ୟ ସେ ଲୋକ ଭିତରେ ପ୍ରୋମିନେଣ୍ଟ ହେଇ ଉଠିବ, ଆଉ ସବୁଦିନ ପାଇଁ ସେ ବାକ୍ ଶକ୍ତି ହରେଇବ। ତେଣୁ କର୍ମଫଳ ତାର, ସିଏ ବୁଝିବାକୁ ଚେଷ୍ଟା କରିନି ସେ କୋଉ ଅସୁବିଧା ସ୍ଥିତିରେ ଆସିକି ପହଞ୍ଚିଛି। ତେଣୁ 100ରୁ 100 କର୍ମଫଳ ଲାଗିବ ସେଇ ଲୋକକୁ, ଯିଏ ସମସ୍ତଙ୍କ ସାମ୍ନାରେ ବେଇଜ୍ଜତ କରିଛି, ଆଉ କପଟ ତାର ଢୁଙ୍ଗି ଚେହେରା ଆବରଣ ନେଇ କେବଳ ନିଜକୁ ଭଲ ଲୋକୀ ପ୍ରଦର୍ଶନ କରିବା ପାଇଁ 200 ଲୋକଙ୍କ ଆଗରେ ସେ ନିଜକୁ ବାହା ନବାକୁ ଚେଷ୍ଟା କରିଛି। ଦାଦା ବହୁତ ବହୁତ ଧନ୍ୟବାଦ। ଆଉ ଯଦି ଦାଦା କିଏ ରଖିବେ ରଖିପାରିବେ। ତା ସଙ୍ଗ ଏଇ ପ୍ରଶ୍ନଟି ଥିଲା ମୋର, ଯୋଉ ବାକ୍ ନିୟନ୍ତ୍ରଣ, ବାକ୍ ସିଦ୍ଧି, ଏଇ ଯୋଉ ଶବ୍ଦ ଗୁଡିକ ଆମେ ଦାଦା ମାନେ ପଢିଛେ ଶୁଣିଛେ ଏବେ, ତା ଉପରେ ଟିକେ ଦାଦା ରଖିବେ, ମାନେ ଟିକେ ବିଶଦ ଭାବେ ରଖିବେ, ସବୁ ଦାଦା ମାନେ ଟିକେ ଟିକେ ରଖିବେ ଦାଦା। ଜୟ ଗୁରୁ। ଜୟଗୁରୁ। ବାକ୍ ସିଦ୍ଧି ଗୋଟେ ଅଲଗା ଜିନିଷ, ଯୋଉମାନେ ବାକ୍ ସିଦ୍ଧ ସେମାନେ ଯାହା କହିବେ ସେୟା ହବ। ବାକ୍ ସିଦ୍ଧି ହବା ପାଇଁ ଶାସ୍ତ୍ରର ମତ, ଯିଏ 12 ବର୍ଷ ଯାଏ କେବେ ମିଥ୍ୟା କହି ନଥିବ, ସବୁବେଳେ ହିଁ ସତ୍ୟ କହୁଥିବ, ଆଉ ଗାୟତ୍ରୀ ମନ୍ତ୍ର ଅନବରତ ଜପ କରୁଥିବ, ସେ ଲୋକ ବାକ୍ ସିଦ୍ଧ ହବ। କେବେ ମିଥ୍ୟା କହି ନଥିବ, କେବେ କାହାର ଅମଙ୍ଗଳ ଚିନ୍ତା କରିନଥିବ, ଆଉ ମନ୍ତ୍ରର ନିୟମିତ ଉଚ୍ଚାରଣ କରୁଥିବ, ସେ ଲୋକ ବାକ୍ ସିଦ୍ଧ ହୁଏ। ଏହା ଶାସ୍ତ୍ରର ମତ। ବାକ୍ ସିଦ୍ଧ ମାନେ କଣ? ଯିଏ ଯାହା ମାନେ ସେ ଯାହାକୁ ଯାହା କହିବ, ଯେମିତି ଅଭିଶାପ ଟା ପଡୁଛି, ଅଭିଶାପ ଦେଇଦେଲେ ପଡିଯିବ, ଯାହାକୁ ଯାହା କହିଦବ ସେଇଆ ତ ହବ। ମାନେ ତା ସାଧନାର ଶକ୍ତିଟା ଏଇଆ ଯେ ତାକୁ ଈଶ୍ୱର ମଧ୍ୟ କେବେ ଖଣ୍ଡନ କରନ୍ତି ନାହିଁ। ତେଣୁ ଆମେ ଦେଖୁ ଋଷି ମୁନି ମାନେ ବାକ୍ ସିଦ୍ଧ, ସତୀ ନାରୀ ମାନେ ବାକ୍ ସିଦ୍ଧ, ପୁରାଣରେ ଆମେ ଯାହା ଦେଖିଛୁ। ତା ମାନେ ସେମାନେ ସେତିକି ମନ ପ୍ରାଣ ଦେଇକି ତାଙ୍କର ସତୀତ୍ୱର ଆଚରଣ କରୁଥିଲେ। ସତୀ ଅନୁସୂୟାଙ୍କର କଥା ଆମେ ଶୁଣିଛୁ, ଯେ ସୀତାଙ୍କୁ ଅମ୍ଳାନ ବସ୍ତ୍ର ପ୍ରଦାନ କରିଥିଲେ। ତେଣୁ ଯୋଉ ସବୁ ପୁରାଣ ପୃଷ୍ଠରେ ଯୋଉମାନଙ୍କୁ ରେକଗ୍ନାଇଜ କରାଯାଇଛି, ଯୋଉ ସବୁ ପ୍ରମୁଖ ନାରୀ ମାନେ, ପ୍ରମୁଖ ପୁରୁଷ ମାନେ, ଯୋଉମାନେ କି ତାଙ୍କର ଅଭିଶାପରେ, ତାଙ୍କର ଆଶୀର୍ବାଦରେ ଗୋଟେ ସମାଜକୁ ପରିବର୍ତ୍ତନ କରିବାଟା ବି ରଖୁଥିଲେ। ଆଉ ଅଭିଶାପ ବି ଯେ ସବୁବେଳେ, ଆପଣ ଭଲ କି ବିଚାର କରନ୍ତୁ, ଯୋଉମାନେ ବାକ୍ ସିଦ୍ଧ, ଏଠି କେତେ ଗୁଡେ ଫ୍ୟାକ୍ଟର କାମ କରୁଛି। ବାକ୍ ସିଦ୍ଧ ମାନେ ଏକଥା ନୁହେଁ ସେ ଖାଲି ଅଭିଶାପ ଦେଲେ ପଡିଯିବ, ଲୋକ ମରିଯିବ, ସେମିତି ନୁହେଁ। ଯୋଉ ଅଭିଶାପ ଗୁଡାକ ବି ଯିଏ ଯେତେବେଳେ ଯାହାକୁ ଦେଇଛନ୍ତି, ଆପଣ ଦେଖନ୍ତୁ ସେଟା ଜଗତର ମଙ୍ଗଳ ପାଇଁ। ତାମାନେ ଯିଏ ବାକ୍ ସିଦ୍ଧ ଲୋକ, ସେ ସେତେ ଜ୍ଞାନୀ। ଜ୍ଞାନୀ ହବା ପୂର୍ବରୁ, ଉନ୍ନତ ହବା ପୂର୍ବରୁ ବାକ୍ ସିଦ୍ଧି ଚାହିଁବାଟା ହିଁ ମଣିଷ ପକ୍ଷରେ ମହାପାପ, କାରଣ ସେ ପାପରେ ସେ ନିଜେ ହିଁ ମରିଯିବ। ତେଣୁ ଯୋଉମାନେ ବାକ୍ ସିଦ୍ଧ, ସେମାନଙ୍କର ବାକ୍ ନିୟନ୍ତ୍ରଣ ଆସିଛି ହିଁ, ତେଣୁ ତ ସେମାନେ ବାକ୍ ସିଦ୍ଧ। ବାକ୍ ନିୟନ୍ତ୍ରଣ ନାହିଁ ଅର୍ଥାତ ବାକ୍ ସିଦ୍ଧ, ତାହେଲେ ତ ସେ ମଲା, ତାର ଆତ୍ମିକ ଅବନତି ହବ। କାରଣ ସେ ଯାହାବି ଅଭିଶାପ ଦବ କି ଆଶୀର୍ବାଦ ଦବ, ସେଇଟା ଚିନ୍ତା କରିକି ଦବ। ଯେମିତି ଗୋଟେ ଉଦାହରଣ ଦେଖନ୍ତୁ, ଆପଣଙ୍କ ଯୋଉ ପରୀକ୍ଷିତ ରାଜା, ତାଙ୍କୁ ଅଭିଶାପ ମିଳିଥିଲା, ସର୍ପ ଦଂଶନରେ ସେ ମଲେ। ସେ କିନ୍ତୁ ଯିବା ପୂର୍ବରୁ ଭାଗବତଟାକୁ କୁହେଇ ଦେଇକି ଯାଇଥିଲେ ଶୁକ ମୁନିଙ୍କ ମୁଖରୁ। 7 ଦିନ ଭିତରେ ସେ ମଲେ, ତ କଣ କହିବେ ଚିନ୍ତା କରିପାରିଲେନି, ସୁତ ମୁନିଙ୍କ ମୁଖରୁ ଭାଗବତ ଶୁଣିଲେ। ଭାଗବତ ଜଗତର ମଙ୍ଗଳ କାର୍ଯ୍ୟରେ ଅଦ୍ୟାବଧି ମଧ୍ୟ ଲାଗି ଚାଲିଛି, ଭାଗବତ ପାରାୟଣ ହଉଛି। ସିଏ ଭାଗବତ ଶ୍ରବଣ କଲେ, ସମଗ୍ର ଜଗତଟାକୁ ସେ ଜ୍ଞାନ ଗଲା, ସିଏ ମଲେ ନିଶ୍ଚିନ୍ତ ରୂପରେ। କିନ୍ତୁ
सर्प दंशन तक्षक सर्पर दंशन करने पूर्व से फल भितर सापटा बाहरिकी दंशन कले दंशन करने पूर्व ही से प्राण छाड़ी देइछंती प्रकृत ज्ञान उदय होता से निजे भी ज्ञान शुणिकी मुक्ति पाइले समग्र जगतर मंगल उद्देश्य मुक्ति उद्देश्य सूत मुनि मुखर 7 दिन भितर समग्र भागवत टाक से शुणी देइथिले तामाने अभिशापटा देखंतु माने परीक्षित तो चलीगले अभिशापटा किंतु केमती मंगलाकांक्षी हैला सेमती दुर्वासा मुनि अनेकंकु अभिशाप देइछंती आमे शिवंकर देखंतु कहूचे आमे दक्ष यज्ञानल रे जेतेबेले सती भस्म होइथिले शिवंकर क्रोधाग्निरु कामदेव भस्म हेले पर समय से श्रीकृष्णंकर पुओ हेकी प्रद्युम्न हेकी जन्म हेले तांकु सेठी एटा कोन गोटे गोटे सब शिक्षा से केते काल्पनिक केते सत्य ताकू आमे विचार करबाकू जाउनु कारण आमे विचार करले भी पाइबुनी एते एते हिस्ट्री गुडा सत्य कि मिछ किंतु जेते बेले भी कहा को अभिशाप मिली पर समय से आउ गोटे कौन है जन्मी सेते जगत गोटे शिक्षा शिखी जगतर मंगल रे जगतर हितार्थ रे ही से वाक सिद्धि गुड़ाक प्रयोग होती वाक सिद्धि केबे अपप्रयोग है नाही जेमती आपण सत्य अनुसयांकर कथा न पाहु राति न मरु न मरुपति एक राति हो शपथ राति सत्य अनुसया ए भले सती देवता माने भी थरहर हबाक बाध्य तामाने एटा कोन एटा गोटे कथा एटा प्रकृति रे सेमती हेतिला ना एटा खाली तो भारत रे हिस्ट्री कथा भी हमें देखुछे प्रकृति रे कोन 7 राति हेतिला तो एटा गोटे कथार कथा मात्र किंतु एटा कहिबार उद्देश्य या जे तांकर सतीत्वर सीमा तांकर पराकाष्ठा तांकर वाक सिद्धिता ए प्रकार थिला जे से माने समग्र जगत परिवर्तन करिवार क्षमता मध्य रखंती देवता को मध्य वशीभूत करिवार क्षमता रखंती पत्थर भितर देवता को कढ़ी दबार क्षमता रखंती आमे तो कहूछु माटीर मूर्ति पत्थर मूर्ति विभिन्न प्रकार मूर्ति किंतु से मूर्ति भितर भी जीवन अच्छी जदि सेतिकी भक्ति रे कामधु सेतिकी निष्ठा सहकारे मानु ताहले पत्थर भितर मध्य देवतांकर आविर्भाव हुए जो माने मंदिर रे अधिया पड़ंती से माने जानंती तेणु एगुडा मिथ्या नुही वाक सिद्धिता मिथ्या नुही वाक नियंत्रण करिबा भी एते सोजा कथा नुही वाक नियंत्रण बा वाक संयम करिबा हेले भी मनीष को जन्म जन्मांतर धरि अभ्यास करिबा को पड़े को जगह रे केमिति कथा कहिबा कोठी की प्रश्न करिबा कोठी हमें समालोचित होबा केते जगी रखी कथा कहिबा कोठी टिके हमें रही जिबा हमको असह्य हेले से स्थान छाड़ी की परित्याग करिकी चली जिबा एई सब गुडा को वाक संयमतार गोटे गोटे लक्षण उद्धत होबा मुखर होबा कलिहुडी होबा हाँ नष्ट प्रकार कथा कहवा समाज को मिसगाइड कला भाया कथबार्ता स्टेटमेंट दबा ये सब झील मैंने सब देखुए यूट्यूब मीडिया कि प्रकार सब कमेंट दौरान अलग झील मैंने सब डांस करुवा झील मैंने कौन माने किछि नाही समाज पूरा गतिभ्रष्ट गोटे बाक समाज को मंगल दिगरे नहीं जाई पारे पुणी गोटे बाक समाज को वेवार्ड कर दे पारे आपण समलिंगी विवाह कथा देखंतु लिव इन रिलेशनशिप कथा देखंतु मुखर निश्रुत पेन रे लिखा ही कोर्ट रे से देखो केते लोक मिसगाइड होगी चली तेणु गोटे कथा टोटाल समाजर स्ट्रक्चर देशर स्ट्रक्चर को परिवर्तन कर दूची तेणु एमानकर केते परिमाण वाक नियंत्रण और वाक संयम हवा दरकार तेणु जो माने उन्नत लोक तांकर बेसी वाक नियंत्रण और वाक संयम हवा दरकार अनुन्नत लोक जे से तो तार गाली गुलज करूची चलीची से तो मूर्ख से तो गाली करिवो कारण तार परिवेश से तार विशेष किछि नाही किंतु जो माने सो कॉल्ड ज्ञानी बहुत विदेश में आसी बहुत टंका हीरा नीला मोती रे प्राचुर्य रे परिपूर्ण जो मानकर भारी संभ्रांत परिवार शिक्षित परिवार जो माने गले समाज रो बड़ बड़ स्तर रे किछि काम करिबा करूचंती काम द्वारा परिवर्तन करूचंती सेमानकर केते परिमाण रे वाक नियंत्रण संयम हवा दरकार आ वाक सिद्धि तो मनीष चाहिबा ही अनुचित कारण से माने ही वाक सिद्धि चाहिए जो मानकर चरित्र एकदम नियंत्रित थिबो अनियंत्रित व्यक्तित्व यदि वाक सिद्धि चाहे ताहले निजर कर्मफल रे निजे ही मरे जय गुरु बुझिबेले हेलो बुझिबेले कि हेलो लिपिका मां बुझिले आज्ञा दादा बहुत बहुत धन्यवाद जय गुरु दादा जय गुरु नेक्स्ट क्वेश्चन नलिनी जय गुरु शुभश्री जय गुरु रमाकांता जय गुरु समस्त अंतर जय गुरु दादा आज तो सुंदर भाव आलोचना करिसेंती दादा जो हमर आलोचना भीतर कहउतले ज्ञानी गुणी लोक माने तो सब बेले मान नम्र भद्र
ହେଇଥାନ୍ତି ଆଉ କଥା କହିଲା ବେଳେ ଭାବି ଚିନ୍ତି କୁହନ୍ତି। କିନ୍ତୁ ଗୋଟେ ଝିଅ ପିଲା ଯେତେବେଳେ ଜ୍ଞାନର ଅଧିକାରୀ ହଉଛି ସେତେବେଳେ କାହିଁକି ତାର ବାକ୍ ନିୟନ୍ତ୍ରଣ ହେଇପାରୁନି ଆଉ ସେ ଇନ୍ଦ୍ରଚନ୍ଦ୍ର ମାନୁନି ଯୋଉ ଦାଦା କହୁଥିଲେ ସେମିତି କାହିଁକି ହୁଏ ସେଇଟା ଟିକେ ଆଲୋଚନା କରନ୍ତୁ। ଏଇଟା ହବାର ତ ଠିକ ନୁହଁ, କାହିଁକିନା ଜ୍ଞାନୀ ଗୁଣୀ ଲୋକ ସବୁବେଳେ ଫଳନ୍ତି ବୃକ୍ଷ ଭଳିଆ ନମ୍ର ଭଦ୍ର ହେଇଥାନ୍ତି ଆଉ ମସ୍ତକ ନ ହେଇକି ସବୁବେଳେ ଚାଲନ୍ତି, କାହାକୁ ବି କହିବା ପୂର୍ବରୁ ଭାବି ଚିନ୍ତି କହନ୍ତି। କାହିଁକିନା ଆମେ ଜାଣିଛୁ ବକ ବକ ହେବା ପୂର୍ଣ୍ଣତର ଚିହ୍ନ ନୁହଁ, ଠାକୁର ବି କହିଛନ୍ତି। ଟିକେ ଦାଦା ଆଲୋଚନା କରନ୍ତୁ ତ। ଜୟଗୁରୁ। କଣ ଆଲୋଚନା କରିବେ? ଡକ୍ଟର ରମାକାନ୍ତ ମିଶ୍ର। କଣ ପ୍ରଶ୍ନ କଣ? ଦାଦା ପ୍ରଶ୍ନଟା ହେଲା ଯୋଉ ଆମର ଆପଣ କହିଲେ ଯୋଉ ଜ୍ଞାନୀ ଗୁଣୀ ହେଲେ ଆମର ଝିଅ ପିଲାମାନେ କେମିତି ଉଦ୍ଧତାମୀ ହଉଛନ୍ତି, ତାଙ୍କର ବାକ୍ ନିୟନ୍ତ୍ରଣ ରହୁନି, ଏଇଟା ହବାର କାରଣ କଣ ଆଉ କଣ କଲେ ସେମାନେ କାରଣ ହଉଛି ଠିକ ହବ? ଇନଫିରିୟରିଟି କମ୍ପ୍ଲେକ୍ସ, ହୀନମନ୍ୟତା। ଆଉ କଣ କାରଣ ଆଉ କଣ? ଅତ୍ୟଧିକ ଏଇଟା ସମସ୍ତଙ୍କର ରହିଛି। ନା ଅହଂଭାବ ଟା ବେଶୀ ରହୁଛି, ମାନେ ରହିଛି, ଜ୍ଞାନୀ ଏଇଟା ସମସ୍ତଙ୍କର ଅଧିକାରୀ ହେଲେ। ଥାଏ ହିଁ। ମଣିଷ ଜ୍ଞାନୀ ହେଲେ, ଧନୀ ହେଲେ, ମାନ ରହିଲେ, ଯଶ ରହିଲେ, ପ୍ରତିପତ୍ତି ରହିଲେ, ସ୍ୱାଭାବିକ ଅହଙ୍କାର ଆସିବ। କାରଣ ମୁଁ ତୋର ଅହଙ୍କାର ଟା ରହିଛି। ଗୁରୁଙ୍କ ଉପରେ ଦେଇ ଯଦି ମଣିଷ ପାସିବ କରେ ତାହେଲେ ଅହଙ୍କାର ରକ୍ଷା ପାଏ। ତେଣୁ ଝିଅ ମାନେ ଅଧିକା ପାଠ ପଢିବା ଖରାପ ନାହିଁ, ଖରାପ ହଉଛି ସେମାନେ ହୀନମନ୍ୟତାର ଶିକାର। ମୁଁ ଏତେ ପାଠ ପଢିଛି, ମୁଁ ରୋଷେଇ କରିବାକୁ ଯିବି। ମୁଁ ଏତେ ପାଠ ପଢିଛି, ମୁଁ ଲକ୍ଷ ଲକ୍ଷ ଟଙ୍କା ଦରମା ପାଉଛି, ମୁଁ ଦେଲେ ବା 10ଟା ଚାକର ଆସି ମୋ ଘରେ କାମ କରିବେ। ମୁଁ ଗୋଟେ ସ୍ଵାମୀର ଅଧୀନତା ସ୍ୱୀକାର କରିବି? ମୁଁ ଗୋଟେ ଏତେ ବଡ ଇଏ ଲୋକଟା, ମୁଁ ଗୋଟେ କଣ ମାନିବି? ସ୍ଵାମୀ ମୋର, ମୁଁ ତ ଟଙ୍କା ପକେଇଲେ ଲକ୍ଷ ଲକ୍ଷ ସ୍ଵାମୀ ଆସିକି ମୋ ପାଖରେ ପହଞ୍ଚିବେ। ଏଇଆ ହିଁ ମଣିଷ ଆଜିର ଶିକ୍ଷା। ତ ଏକରେ ନଷ୍ଟ ଭ୍ରଷ୍ଟ, ଶିକ୍ଷାରେ କିଛି ନାହିଁ ହିଁ ଶିଖିବାକୁ। ସେଇ ପ୍ରକାର ଶିକ୍ଷା ହିଁ ବର୍ତ୍ତମାନ ସମାଜକୁ, ମାନେ ପୃଥିବୀକୁ ଗ୍ରାସ କରିଦେଇଛି। କାରଣ ବର୍ତ୍ତମାନ ଚରିତ୍ର ଗଠନ ଭିତ୍ତିକ ଶିକ୍ଷା ନାହିଁ, କେବଳ ଅର୍ନିଂ ଶିକ୍ଷା, ମନି ଓରିଏଣ୍ଟେଡ ଶିକ୍ଷାଟା ରହିଛି। ତେଣୁ ଚରିତ୍ରଟା ନଷ୍ଟ ହେଇଯାଇଛି। ଆଉ ଚରିତ୍ର ନଷ୍ଟ ହେଲେ ଯାହା ହବାର କଥା ତାହା ହଉଛି, ଆଉ କଣ କହିବା। ତେଣୁ ଏଇଟା ରହିଛି, ଦାଦା ହୀନମନ୍ୟତାଟା ସେଠି ରହିଛି, ଅହଙ୍କାର। ଶିକ୍ଷାର ମୂଲ୍ୟବୋଧ ତ କମି ଯାଉଛି ନା, ମାନେ କମି ଶିକ୍ଷା ଯାଇଛି। କଣ ପାଇଁ? କଣ କରିବା ମା, ଆଉ କିଛି କରାଯାଇ ପାରିବନି। କେବଳ ବାକି ରହିଲା ଦେଖିବାକୁ କୋଉ ଦିନ ପୃଥିବୀ ଧ୍ୱଂସ ହେଇଯିବ। କାଲି ଦେଖୁଛନ୍ତି ନା ପରମାଣୁ ବିଜ୍ଞାନୀ ମାନେ, ପୃଥିବୀ ଧ୍ୱଂସ ହବାକୁ ଆଉ ମାତ୍ର 90 ସେକେଣ୍ଡ ରହିଛି। ମାନେ ସେ ଘଣ୍ଟାଟା ଆପେ ଆପେ ବୁଲୁନି, ସେମାନେ ନିଜେ ବୁଲଉଛନ୍ତି। ଯେତେବେଳେ ଗ୍ଲୋବାଲ ୱାର୍ମିଂ ଅଧିକା ବଢି ଯାଉଛି, ଯୁଦ୍ଧର ଘନଘଟା ବଢି ଯାଉଛି, ସେତେବେଳେ ପୃଥିବୀ ଧ୍ୱଂସକୁ ଚାଲିଯିବ। ସେଟା ପରମାଣୁ ବିଜ୍ଞାନୀ ମାନଙ୍କର ମାନେ ସଂକେତ। ତେଣୁ ଏଇଟା ଯୋଉ ପୃଥିବୀ ଧ୍ୱଂସ ହବା ତ ଅବଶ୍ୟମ୍ଭାବୀ। ଧ୍ୱଂସ କଣ ଆଜି କଣ ନୂଆ କଥା କି? ପୃଥିବୀ ବାରମ୍ବାର କି ଧ୍ୱଂସ ହେଇଛି। ୟା ପୂର୍ବରୁ ପୃଥିବୀ 5 ଥର ମହାପ୍ରଳୟର ସମ୍ମୁଖୀନ ହେଇଛି। ଏବେ 6ଠ ମହାପ୍ରଳୟ ହବ। ମହାପ୍ରଳୟ ହେଲେ ହିଁ ସବୁବେଳେ ଦେଖିବେ ଧର୍ମର ଗ୍ଲାନି ଘଟିଲେ ଭଗବାନଙ୍କୁ ଆସିବାକୁ ପଡେ। ଯୁଦ୍ଧ ବି ହୁଏ, ଖାଲି ଭଲରେ ମଣିଷ କେବେ ସୁଧୁରି ନାହାନ୍ତି। ବଡ ବଡ ଯୁଦ୍ଧ ହେଇଛି ଇତିହାସରେ, ଆପଣ ଦେଖିଛନ୍ତି। ରାମାୟଣ ହେଇଛି, ମହାଭାରତ ହେଇଛି, ଆପଣଙ୍କର ରୋମାନରେ 3ଟା ପ୍ୟୁନିକ ଯୁଦ୍ଧ ହେଇଛି। ବହୁତ ଲୋକ ସଂହାର ହେଇଛି। ଲୋକ ସଂହାର ନହେଲେ ଲୋକ ମାନସ ଜାଗିବନି। ତେଣୁ ଏତେ ସହଜ କଥା ନୁହେଁ। ଏଇ ଯୋଉ ଅବନତି ଆମେ ଦେଖୁଛେ, ଆମେ ଚାହୁଁଛେ ଯଦି ଏଇଟା ସୁଧୁରିଯାଉ, ଏଇଟା ସୁଧୁରିବ ନାହିଁ। କାରଣ ଲୋକଙ୍କର ମାନସିକତା ବି ତ ରାତାରାତି ପରିବର୍ତ୍ତନ ହେଇନି। ପରିବର୍ତ୍ତନ ହବାକୁ ଶହ ଶହ ହଜାର ହଜାର ବର୍ଷର ସମୟ ଲାଗିଛି। ସେମିତି କିଛି ଭଲ ଇମ୍ପ୍ଲିମେଣ୍ଟ ହବାକୁ ହେଲେ ଖରାପର ଚରମ ହବା ଦରକାର। ଖରାପର ଚରମ ସ୍ତରକୁ ଗଲେ ହିଁ କିଛି ଭଲ ହବ। ଖରାପରୁ ହିଁ ଭଲ ହବ, ପୁଣି ଭଲରୁ ଆସ୍ତେ ଆସ୍ତେ ଡିଗ୍ରେଡ ହେଇକି ଖରାପ ହବ। ଏଇଟା ରୀତିମତ ଚାଲିଛି ସୃଷ୍ଟିରେ ସବୁ ଜାଗାରେ। ତେଣୁ ଅପେକ୍ଷା, ପୃଥିବୀ କେବେ ମହାପ୍ରଳୟର ସମ୍ମୁଖୀନ ହବ ସେଇ ସମୟକୁ ଅପେକ୍ଷା। ତା ପୂର୍ବରୁ କିଛି ଭଲର ଆଶା ଆମେ କରି ହିଁ ପାରିବୁନି। କୌଣସି ପ୍ରବଚନ, କୌଣସି ଦୀକ୍ଷା, କୌଣସି ଶିକ୍ଷା ମଣିଷଙ୍କୁ ଭଲ ମାର୍ଗରେ ରଖି ପାରିବ ନାହିଁ। 800 କୋଟିର ପପୁଲେସନ କ୍ରସ କଲାଣି ପୃଥିବୀ। ପପୁଲେସନକୁ କମିବାକୁ ଦିଆଯାଉ, ସେଟା କମିକି 100 କୋଟିରେ ପହଞ୍ଚୁ। 800 କୋଟିଟା ଯେତେବେଳେ 100 କୋଟିରେ ମଣିଷ ପହଞ୍ଚିଯିବ, ସେତେବେଳେ ସେ ସାବାଡ ହେଇଯିବ। ସେ ପ୍ରକୃତି ଉପରେ ଅତ୍ୟାଚାର କରିବା ବନ୍ଦ କରିବ। ଅଲଗା ଜୀବଙ୍କ ଉପରେ ଅତ୍ୟାଚାର କରିବା ବନ୍ଦ କରିବ। ସାହିତ୍ୟର, ସଙ୍ଗୀତର, କଳାର, ଭାଷାର, ସମାଜର ଯୋଉ ଦୁର୍ନୀତି ହେଇଛି, ତାର ଡିଗ୍ରେଡେସନ କୁ ରୋକିବା ସେ ବନ୍ଦ କରିବ। ତେଣୁ ସେଇ ସମୟକୁ ଅପେକ୍ଷା, ଏତେ ଶୀଘ୍ରରେ ହଉନି, ସମୟ ଲାଗିବ। ବୁଝିପାରିଲେ ନଳିନ ମା? ବୁଝିଲେ ନଳିନ ମା? ବୁଝିଲେ କି?
ଜୟଗୁରୁ ଦାଦା ସୁନ୍ଦର ଭାବେ ଦାଦା ବୁଝେଇଦେଲେ। ଯାହାହେଲେ ନାରୀ ଶିକ୍ଷା ପ୍ରତି ତ ଗୁରୁତ୍ୱ ଦିଆ ହଉଛି ଦାଦା। ନାରୀ ଶିକ୍ଷା ଯଦି ଠିକ ଭାବରେ ନାରୀ ଜଣେ ଶିକ୍ଷିତ ନ ହବ ତାର ପିଲାମାନଙ୍କୁ ସେ କେମିତି ଶିକ୍ଷା ଦବ? ସେଥିପାଇଁ ତ ନାରୀ ମାନଙ୍କୁ ଉଚ୍ଚ ଶିକ୍ଷିତ ହବା ଉଚିତ କୁ ନୁହେଁ ଦାଦା। ଉଚିତ ବୋଲି ତ କୁହାଗଲା, ମୁଁ ତ କହିଛି। ଆଜ୍ଞା ହଁ ସେଇଟା ମାନେ ସେମାନେ ଯଦି ଖାଲି ନାରୀ ମିସୟୁଜ ଶିକ୍ଷିତ କରିବେ। ହେଲେ ହବ କି? ଖାଲି ନାରୀ ଶିକ୍ଷିତ ହେଲେ କଣ ହେଇଯିବ ଆଉ ପୁରୁଷ ଟା ଶିକ୍ଷିତ ହବନି କି? ପୁରୁଷ ନାରୀ ମାନେ ପାଖରୁ ତ ହିଁ ଗୋଟେ ପୁରୁଷ ପିଲାମାନଙ୍କ ପାଇଁ ଟାଇମ ଦାଦା ବେଶୀ ଦିଅନ୍ତିନି, ବେଶୀ ମା ଦଉନାହାନ୍ତି, ମାନେ ସେଇଟା କାହିଁକି ତାଙ୍କର ଦଉଛନ୍ତି? ଡିମେରିଟ। ଟାଇମ ବେଶୀ ଦଉନାହାନ୍ତି, ଦ୍ୟାଟ ଇଜ ଦେୟାର ଡିମେରିଟ। କାହିଁ ଟାଇମ ଦେବେନି? ହଁ ମା ଭଳି ଏତେ ସମୟ ନ ଦେଇ ପାରନ୍ତି କିନ୍ତୁ ଦେବେ ତ। ବାପା କଣ ଖାଲି ରୋଜଗାର କରିବା ପାଇଁ ହେଇଛି ନା କଣ? ଆଉ କିଛି ତାର କିଛି କାମ ଧାମ ନାହିଁ ନା କଣ? ଖାଲି ଟଙ୍କା ଆଣିକି ଦେଇଦେଲେ କଣ ଘର ଚଳେ? ଘରର ସବୁ କାମ ବି ବୁଝିବ। ଆଜ୍ଞା ଆଜ୍ଞା ମା ର ସବୁ ଅସୁବିଧା ସମୟରେ ମା ର ଦାୟିତ୍ଵ ଟା ବି ବାପା ନବ। ତେଣୁ ତ ସେ ପାଳନ କର୍ତ୍ତା। ପାଳନ ଶବ୍ଦର ଅର୍ଥ କଣ ଖାଲି ଟଙ୍କା ଦେଲେ ପାଳନ? ଆହୁରି ବହୁ ପ୍ରକାର ପାଳନ ରହିଛି। ଏଇଟା ଆମେ ଆଲୋଚନା କରିଛେ ନା ପୁରୁଷ ଅଧ୍ୟାୟରେ ଆଜ୍ଞା ଏଇଟା ଆଜ୍ଞା ପୁରା ଆଜ୍ଞା ଆଲୋଚନା ଆଜ୍ଞା ହେଇଛି। ଆଜ୍ଞା ଦାଦା ଧନ୍ୟବାଦ ଦାଦା। ଜୟଗୁରୁ ବହୁତ ସୁନ୍ଦର ଭାବରେ ଆପଣ ବୁଝେଇଦେଲେ, ବହୁତ ଧନ୍ୟବାଦ। ନେକ୍ସଟ କ୍ୱେଶ୍ଚିନ୍ ବାବୁଲା ମହାପାତ୍ର ହାଇଦ୍ରାବାଦ। ବାବୁଲା ଭାଇ ଜୟଗୁରୁ। ଜୟଗୁରୁ ଦାଦା, ଜୟଗୁରୁ ସମସ୍ତଙ୍କୁ। ଦାଦା ଖୁବ ସୁନ୍ଦର ଭାବେ ଆଲୋଚନା କଲେ। ଆଉ ଗୋଟେ ପ୍ରଶ୍ନ ଆସିଛି ଯେ ମାନେ ସରସ୍ଵତୀଙ୍କର ଯୋଉ ପ୍ରତୀକ ମାନେ ସିମ୍ବଲ ଆମେ ଦେଖୁଛୁ, ତ ସେଇଟା ଯୋଉ ଆମେ ମୁନି ଋଷି ମାନେ ଆଗରୁ ଏଇଟା ମାନେ ଏମିତି ଗୋଟେ ପ୍ରତୀକ ସୃଷ୍ଟି କରିଛନ୍ତି, ତାର ମାନେ କଣ? କଣ ଶିକ୍ଷା ଦେବା ପାଇଁ ମାନେ ଚାହିଁଛନ୍ତି? କଣ ତାର ମାନେ ରମାକାନ୍ତ? ଆମେ ବା ଆଲୋଚନା କଲେ ହାତରେ କାହିଁକି ବୀଣା, ହାତରେ କାହିଁକି ପୁସ୍ତକ, ତାଙ୍କର ପଦ୍ମ କାହିଁକି, ହଂସ କାହିଁକି, ସ୍ଫଟିକ ମାଳା କାହିଁକି? ସେଇଆ ଯାହା ଯାହା ତତ୍ଵ ଆଲୋଚନା କଲେ ତାର ଶିକ୍ଷା ଦବା ପାଇଁ ଏଇଟା ସୃଷ୍ଟି କରିଛନ୍ତି। ଆଉ କଣ? ଯୋଉ ସମୟରେ ମଣିଷ ପାଖରେ ଜ୍ଞାନର ଉଦ୍ଭବ ହେଇନାହିଁ, ଯୋଉ ସମୟରେ ମଣିଷ ଧ୍ୟାନ ଶକ୍ତି କଣ ଜାଣିନି, ପ୍ରକୃତିକୁ ଦେବତା ବୋଲି ଭାବିଛି, ସେଇ ସମୟରେ ଯୋଉଠି ମଣିଷ 10 କିଲୋମିଟର ଅଧିକା ବାଟ ଚାଲିକି ଯାଇପାରୁନି, ବଣ ଜଙ୍ଗଲ ସଭ୍ୟତାକୁ ତ୍ୟାଗ କରିନି, ସେଇ ସମୟ ଭିତରେ ମଣିଷ ଭିତରେ ଆଧ୍ୟାତ୍ମିକ ଚେତନାକୁ ଇଣ୍ଟ୍ରୋଡ୍ୟୁସ କରିବା ପାଇଁ ଏଇ ମୂର୍ତ୍ତି ପୂଜାର ବିକାଶ। ତେଣୁ ଯୋଉ ମୂର୍ତ୍ତି ଦେହରେ ଯୋଉ ସିମ୍ବଲ ଗୁଡାକୁ ଆମେ ଦେଖୁଛେ, ପ୍ରତୀକ ଗୁଡାକୁ ଦେଖୁଛେ, ସବୁ ଗୋଟେ ଗୋଟେ ତତ୍ଵର ପ୍ରତୀକ। ତେଣୁ ସେଇ ବ୍ୟକ୍ତି ବିଶେଷ ଧରା ପୃଷ୍ଠରେ ହୁଏତ ଆସିଥିଲେ, ତାଙ୍କ ଭିତରେ ସେଇ ଗୁଣବତ୍ତା ଥିଲା। ତେଣୁ ସେଇଗୁଡାକୁ ସିମ୍ବଲ ଆକାରରେ ରିପ୍ରେଜେଣ୍ଟ କରି ଲୋକ ସମ୍ମୁଖରେ ଉପସ୍ଥାପନା କରିବା, ଏଇଟା ହିଁ ଉଦ୍ଦେଶ୍ୟ ଥିଲା। କାରଣ ସେ ସମୟରେ ବହି ନଥିଲା, କମ୍ପ୍ୟୁଟର ନାହିଁ, ଛବି ନାହିଁ, କିଛି। ଲୋକଙ୍କୁ କେମିତି ଆଧ୍ୟାତ୍ମିକ ମାର୍ଗକୁ ଅଣାଯିବ? ପଥର ହିଁ ଥିଲା। ତେଣୁ ପଥରର କଳାକୃତିରେ ଗୋଟେ ଗୋଟେ ସିମ୍ବଲ ରଖିବା ପାଇଁ ଏଇଟା ତାର ଉଦ୍ଦେଶ୍ୟ ଥିଲା। ଆଉ ଗାଁରେ ଯୋଉମାନେ ସବୁ ପୁରୋଧା ଥିଲେ, ବ୍ରାହ୍ମଣ ମାନେ ଥିଲେ, ଜ୍ଞାନୀ ଲୋକମାନେ ଥିଲେ, ସେମାନେ ଏଗୁଡାକର ତାତ୍ପର୍ଯ୍ୟ ଗ୍ରାମର ଲୋକମାନଙ୍କୁ ବୁଝଉଥିଲେ, ପୂଜା ପାଠଟିକୁ କରଉଥିଲେ, ଲୋକମାନଙ୍କୁ ସତ୍ ମାର୍ଗରେ ପରିଚାଳନା କରିବା ପାଇଁ ପ୍ରତ୍ୟେକଟି ଗ୍ରାମରେ ଏଇ ପ୍ରକାରର ବ୍ୟବସ୍ଥା ଥିଲା ଋଷିମୁନି ମାନଙ୍କର। ତେଣୁ ଏଇ ସିମ୍ବଲ ଗୁଡାକ ହଉଛି ଆମ ମାନଙ୍କର ଜ୍ଞାନ ବୃଦ୍ଧିର ପ୍ରତୀକ। ଯୋଉ ସମୟରେ ଆମ ମାନଙ୍କର ଜ୍ଞାନ ବୃଦ୍ଧି କିଛି ହିଁ ବିକଶିତ ହେଇନଥିଲା, ମଣିଷର ସଭ୍ୟତା ଆଦୌ ଉନ୍ନତ ହେଇନଥିଲା, ପ୍ରକୃତିକୁ ହିଁ ମଣିଷ ସବୁ କିଛି ବୋଲି ଭାବୁଥିଲା, ସେଇ ସମୟରେ ହିଁ ମୂର୍ତ୍ତି ପୂଜାର ବିକାଶ। ଯୋଉ ମାନେ ସରସ୍ଵତୀ କେବେ ରତ୍ନ ଆସିନଥିଲେ ତ? ମେ ବି ଆସିଥାଇ ପାରନ୍ତି, ଆସି ନଥିଲେ ବୋଲି ଆମେ କହିବାଟା ଠିକ ହବନି, ଲୋକ କଣ୍ଟ୍ରୋଭର୍ସି କରିବେ। ଯଦି ବି ଆସିଥିବେ କେବେ ବି, ତ ତାଙ୍କ ହାତରେ ଏମିତି ଥିବ ଆଉ କଣ। ସେ ସଦାସର୍ବଦା ପାଠ ପଢିବାରେ ମନଟାକୁ ଲଗେଇକି ରଖୁଥିବେ, ହଂସ ଭଳିଆ ସେ ସବୁବେଳେ ଉର୍ଦ୍ଧ୍ୱ ଦୃଷ୍ଟି ସମ୍ପନ୍ନ ହେଇଥିବେ, ପରନିନ୍ଦା ପରଚର୍ଚ୍ଚା କରୁନଥିବେ, ସବୁବେଳେ ଧଳା ଶାଢୀ ପିନ୍ଧୁଥିବେ, ମନଟାକୁ ନିର୍ମଳ ରଖିଥିବେ, ଆଉ ବିଦ୍ୟା ଅଧ୍ୟୟନରେ ତାଙ୍କର ମନ, ଘର ଗୃହସ୍ଥିକୁ ସମ୍ଭାଳିବା ସହିତ ପରିବାର ପରିବେଶରେ ମଧ୍ୟ ଜ୍ଞାନକୁ ବାଣ୍ଟିବା। କାହିଁ ଆମର ଗାର୍ଗୀ, ମୈତ୍ରେୟୀ, ବିଶ୍ଵବାରା, ଆପାଲା, ଲୋପାମୁଦ୍ରା, ଏମାନେ ତ ସରସ୍ଵତୀଙ୍କର ପ୍ରତୀକ। ଋଗ୍ ବେଦିଆ ନାରୀ, ନିଜର ପରିବାରକୁ ବି ସମ୍ଭାଳିଥିଲେ, ପୁଣି ଗୁରୁକୁଳ ଆଶ୍ରମରେ ପାଠ ବି ପଢଉଥିଲେ। ସେମାନେ ତ ବଡ ବଡ ବିଦୁଷୀ ଥିଲେ। ତେଣୁ ସରସ୍ଵତୀ ଆସିନାହାନ୍ତି ବୋଲି ଆମେ କାହିଁ କହିବା? ହୁଏତ ସରସ୍ଵତୀ ନାଁ ତାଙ୍କର ନ ହେଇଥିବ, ଅଲଗା କୌଣସି ରୂପରେ ଆସିଥିବେ। ସରସ୍ଵତୀ ମାନେ କଣ କି? ଏହା ତ ବୀଣା ବାଦନ କରୁଥିବେ, ତାମାନେ କଣ ସୁନ୍ଦର ଗୀତ ଗାଇ ପାରୁଥିବେ। ବୀଣାଟା କଣ? ଶବ୍ଦ ତତ୍ଵର ପ୍ରତୀକ, ଗୀତ ଗାଇବାର ପ୍ରତୀକ। ତେଣୁ ସୁନ୍ଦର କଣ୍ଠ ହେଇଥିବ, ସୁନ୍ଦର ଗୀତ ଗାଇ ପାରୁଥିବେ, ଆଦୌ ମନରେ କପଟତା ମଇଳତା ନଥିବ, ଲୋକମାନଙ୍କୁ ବିଦ୍ୟା ଶିକ୍ଷା ଦଉଥିବେ, ନିଜ ପରିବାରକୁ ସମ୍ଭାଳିବା ସହିତ ନିଜର
परिवेश को संभाळुथिबे आउ हंस भली ऊर्ध्व दृष्टि संपन्न होइथिबे सब बेले भल गुण गुडा को ग्रहण करुथिबे सी ही तो सरस्वती जहा पाखरे एई कैरेक्टर रहिला सी ही तो सरस्वती तेणु सरस्वती आसी नाहांती बोली आमे काई कहिबा जदि आसीथिबे तांकर स्वरूपटा एई प्रकार रहिथिबो। अच्छा बहुत सुंदर बुझाला आ गोटे कथा माने सरस्वती को आ राधा को माने नाम जो गोटे माने गोटे कथा अछि ठाकुरଙ୍କର नाम आ नामी फूल फल माने गोटे ही तो नामी होतनी पुरुषोत्तम ठाकुर आ जो नाम रहिला से कोन नारी जेमि राधा को सरस्वती को ता सहित माने कंपेयर करा जायछि। हाँ करा जाय पारे यदि पुरुष और प्रकृति रे कंपैरिजन करा जाय ताले नामी होउचंदी पुरुष नाम होउचंदी नारी तांकर पश्चात अनुसरणकारी करा जाय पारे। बहुत सुंदर एगा तो आ गोटे कथा ए जो माने ये जो सृजन प्रगति कथाटा माने सरस्वती गोटे प्रतिमा मध्य गोटे सृजन प्रगति कथाटा आपण कहले तार माने कोन सृजन प्रगति सृष्टि बढ़ी जो चलीची सेटा हला सृजन प्रगति वर्तमान भी प्रगति चलची ना वर्तमान भी तो यूनिवर्स एक्सपैंड हे चलुची वैज्ञानिक माने देखुचंती देखुचंती से पुराना इमेज गुडा को देखुचंती आ प्रकृति रे सृष्टि माने गोटे लिमिट पर्याय पहुंची गलानी किंतु वैज्ञानिक माने जेतु पुराना इमेज गुडा को देखुचंती तेणु से माने देखुचंती सृष्टि वर्तमान बढ़ी बढ़ी चलीची सृजन प्रगति माने सृष्टि रो बढ़िबा आ प्रगति माने खाली बढ़िबा न कमीबाटा भी प्रगम प्रकृष्ट रूप रे गति करिबा तो ता भीतर कमीबाटा भी अछि बढ़िबाटा भी अछि तेणु सृष्टि आरंभ रु एजावत पर्यंत जो स्टेज रे पहुंची सेटा हला सृजन प्रगति। बहुत सुंदर आ गोटे कथा जो विकास व्याकुल गति ही जहाँकर संस्थिति से ही सरस्वती विकास व्याकुल माने कोन विकास व्याकुल माने व्याकुलतार सह विकास हवा पूरा कंप्लीटली हाईली एक्सपेंडिंग रेट रे एक्सपेंड हवा विकासटा व्याकुलतार सह हबो जोटा कि सृष्टि तत्व आम देखू एका संगे हजार हजार छायापथ हजार हजार तारा सब गुड़ाक ही गोटे नेबुला भितर सृष्टि होची निहारिका भितर सृष्टि होची गैस डस्ट सृष्टि होची तामाने सते जेमती नेचर को गोटे व्याकुलता रहिची नुआ नुआ तारा सृष्टि करिवार जेमती धरकर आमे गोटे नुआ आइटम देखदेले माने भलो आइटम खाइबा को हेची आमे एका संगे सब गुड़ाक ही खाउ भात डाली क्रिकेट सब गोली गाली माने व्याकुलता रहिची माने खाइबार एते आकुलता रहिची एते भोक लागुचे सब गुड़ाक गोली चक्की खाई दउची तामाने स्पीडीली एक्सपेंडिंग विकास व्याकुल शब्द संस्थिति नाम रा फ्लोटा एते स्पीडी रे हेची जे अलगा गुड़ाक साइमल्टेनियसली तार साइड वाइज व्याप्ति हे चलीची सेटा हला विकास व्याकुल शब्द संस्थिति। अच्छा पठा सुंदर बुझिते आ गोटे कथा जो माँ सरस्वती माने माँ सरस्वती ठारू ही शास्त्र रो उत्पत्ति ए कोन एटा कोन ठीक हाँ एटा वेद कहूची शास्त्र माने कोन शास्त्रते इति शास्त्र जे हमको शासन करे ता माने ज्ञान जोठा में जानिलु आ कारण गणेश तो परे जन्म ना सरस्वती देवी गणेश सिना विद्यार देवता गणेश तो परे जन्म तो प्रथम विद्यार देवी किए सरस्वती तेणु विद्यार देवी हिसाब रे तांको सृष्टि करा जायछि आ गोटे मान्यता दिया जायछि आ सेपे विद्या तांकोठु आरंभ बोली कहा जाउछि आ विद्यातर माने कोन जानिबा ना तेणु सरस्वती होउचंदी से गति तत्वर प्रतीक जानिबार फ्लो रे जुग परे जुग केते ज्ञान बाहरी चलीछि तेणु सेही ज्ञान गुडा होउचंदी सरस्वतींकर प्रतीक। अच्छा ठाकुर जो निजे सरस्वती पूजा रे माने पुष्पांजलि देउथिले तो माने ठाकुर कोन शिक्षा देबा चाहते जगत को कोन कहया चाहते कोनटा कोन कहया चाहते माने ठाकुर निजे पुष्पांजलि देउथिले मत देवघर माने सरस्वती पूजा हुए तो ए विषय कोन कहबा एया जे तुमे माने सरस्वतींकर पूजा करा तांकर गुणावली को शिख तांकर गुणावली जदि मूर्त हुए तुम मानक भितरे ताल तमे बुझी परिबो जे पुरुषोत्तम होउचंदी सबुर कर्ता सबु देवतांक समाहार होउचंदी पुरुषोत्तम एटा बुझी परिबो सेते बेले जेते बेले तुमे सरस्वतींकर पूजा तो करिवो तत् सहित पुरुषोत्तमंकर नीति आदर्श रे चलिबो गोटे स्टेज आसीबो जो समय तुमर मन एटा को ग्रहण करिवो जे पुरुषोत्तम होउचंदी सर्वमय कर्ता तांकर भितरे सब गुण गुडाक रहिची तांको पूजा कले अलगा और कोनसी देवादेवींकर पूजा करिबा आवश्यकता हुए ना एगुडाक गुण तत्वर प्रतीक।
ଆଚ୍ଛା। ମୁଁ ଗୋଟେ ଲାଷ୍ଟ ପଚାରିଦେବି ଗୋଟେ ଅଳ୍ପ ସମୟ ଖ୍ରୀଷ୍ଟିଆନ ମାନଙ୍କ ମଧ୍ୟରେ କଣ ଗୋଟେ ଶବ୍ଦ ସାଧନା ରହିଛି? ହଁ, ଖ୍ରୀଷ୍ଟିଆନଙ୍କର ବି ରହିଛି, ମୁସଲିମ ମାନଙ୍କର ବି ରହିଛି, ସମସ୍ତଙ୍କର ଶବ୍ଦ ତତ୍ତ୍ୱ ସାଧନାକୁ ଆମେ ସ୍ୱର ସାଧନା ବୋଲି କହୁ ରହିଛି। ଠିକ ଅଛି ଦାଦା, ଜୟ ଗୁରୁ, ଧନ୍ୟବାଦ। ଜୟ ଗୁରୁ ବାବୁଲା ଭାଇ, ବୁଝିଲେ? नेक्स्ट क्वेश्चन ନେଇଯିବା ଭାଗୀରଥୀ ଦାସ ମହାପାତ୍ର।